ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, জগতর ত্রাণকর্ତ୍তা প্রভু শ্রীখ্ରୀষ্টଙ୍କ ନାମରେ ଆପଣଙ୍କୁ ଶୁଭେଚ୍ଛା। ଆଜି ଆମେ ପବିତ୍ର ବାଇବଲର ଏକ ନୂତନ ବିଷୟର ଅଧ୍ୟୟନ କରିବା। ଏହି ବିଷୟର ନାମ ଏ କିଏ? ପ୍ରଭୁ ଯୀଶୁଖ୍ରୀଷ୍ଟ ଏ କିଏ? ଲୁକଲିଖିତ ସୁସମାଚାର 8 ଅଧ୍ୟାୟର 25 ପଦରେ ଯୀଶୁଙ୍କର ଦ୍ୱାଦଶ ଶିଷ୍ୟ ଏହି ପ୍ରଶ୍ନଟି ପଚାରିଥିଲେ। ତାହା ଥିଲା ଏକ ଅନ୍ଧକାରମୟ ରାତ୍ର। ଆକାଶରେ ପ୍ରକାଶମାନ ଜହ୍ନ ଆଲୁଅରେ ପ୍ରଭୁ ଯୀଶୁଙ୍କର ଦ୍ୱାଦଶ ଶିଷ୍ୟ ନୌକା ଯୋଗେ ସମୁଦ୍ର ପାର କରୁଥିଲେ। ହଠାତ୍ ପ୍ରବଳ ପବନ ବହିବାକୁ ଲାଗିଲା ଏବଂ ସମୁଦ୍ରରେ ଝଡ଼ ସୃଷ୍ଟି ହେଲା। ଢେଉ ନୌକାକୁ ଚାରିପଟୁ ଆଘାତ କରୁଥିଲା। ଦେଖୁ ଦେଖୁ ସମୁଦ୍ରର ଜଳ ନୌକାରେ ଭର୍ତ୍ତି ହେବାକୁ ଲାଗିଲା। ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଯେତେବେଳେ ସେମାନେ ସଫଳ ହେଲେ ନାହିଁ, ଭୟଭୀତ ହୋଇ ନୌକାରେ ଶୟନକାରୀ ଯୀଶୁଙ୍କୁ ସେମାନେ ନିଦ୍ରାରୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁଣି। ବାଇବଲରେ ଆମେ ପାଠ କରୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଦ୍ରାରୁ ଜାଗ୍ରତ ହୋଇ ଉଠିଲେ ଓ ସମୁଦ୍ର ଓ ପବନକୁ ଧମକ ଦେଲେ। ତେବେ କି ଆଶ୍ଚର୍ଯ୍ୟ, ସେହି ମୁହୂର୍ତ୍ତରେ ସବୁକିଛି ଶାନ୍ତ ହୋଇଗଲା। ଏହି ଘଟଣାକୁ ନିଜ ଆଖିରେ ଦେଖି ତାଙ୍କ ଶିଷ୍ୟମାନେ ବିସ୍ମୟାନ୍ୱିତ ହୋଇ ଏକ ଆରେକକୁ କହିଲେ, ଏ କିଏ? ହଁ ପ୍ରିୟମାନେ, ସେଇ ପ୍ରଭୁ ଯୀଶୁଖ୍ରୀଷ୍ଟ କିଏ? ଏହା ଏକ ମର୍ମାନ୍ତିକ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ସମଗ୍ର ବାଇବଲର ମୁଖ୍ୟ ବ୍ୟକ୍ତି ଓ କେନ୍ଦ୍ର ଅଟନ୍ତି, ଏହିପରି କହିବା ଭୁଲ ହେବ ନାହିଁ। ପ୍ରିୟମାନେ, ଏହି ପ୍ରଭୁ ଯୀଶୁଙ୍କୁ ଜ୍ଞାତ ହେବାର ସୁନ୍ଦର ଯାତ୍ରା ଆମେ ଆରମ୍ଭ କରିବା। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଆମର କଥା, ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ହେଉ। ତେଣୁ ଆମେ ଜ୍ଞାତ ହେଉ ଯେ ଏ କିଏ।